ঐতিহ্যের হক পুরা পরম্পরা ঐতিহ্যের হক ভীমভୋଇ ଲୋକ ମହୋତ୍ସବ 2026 ଅବସରରେ ଉପଖଣ୍ଡବାସୀ ମହୋତ୍ସବ କମିଟି ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ସହିତ ଦୁଃଖ ଘଟଣାକୁ ମୁଣ୍ଡରେ ମୁଣ୍ଡାଇ ଦିନେ ବିଶ୍ୱର କଲ୍ୟାଣ କାମନା କରିଥିଲେ। ନରକକୁ ବରଣ କରିଥିଲେ ଆମରି ମାଟିର କବି ସନ୍ଥ କବି ଭୀମ। ତାଙ୍କରି କଣ୍ଠରେ ଝରି ପଡ଼ିଥିଲା ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସବୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏବେ ବି ତାଙ୍କ ସ୍ମୃତି ଝୁଲୁଛି କନ୍ଧଦା କାଙ୍କଡ଼ପଡ଼ା ମଧୁପୁର ଗ୍ରାମରେ। କେବେ ଦିନେ ପାଣ୍ଡବମାନଙ୍କୁ ଇନ୍ଦ୍ରପ୍ରସ୍ଥ ଛାଡ଼ି ନିୟତି ନେଇ ଆସିଥିଲା ଜାରି ରହିଛି। ମାତା କୁନ୍ତୀ ଦେବୀଙ୍କ ନାମ ଅନୁସାରେ ମା କଇତା ଦେବୀ ପୂଜା ପାଉଛନ୍ତି। ଜଗନ୍ନାଥଙ୍କର ରଥଯାତ୍ରା ଦେଖିବାକୁ ପ୍ରବଳ ଗହଳି ମଧ୍ୟ ଲାଗି ରହିଥାଏ। ହଜି ଯାଉଥିବା ଲୁଚି ଯାଉଥିବା ପ୍ରଥା ପରମ୍ପରାକୁ ନାଚ ଗୀତ ମାଧ୍ୟମରେ ନିୟତି ନେଇ ଆସିଥିଲା ଏହି ପାହାଡ଼ ପର୍ବତ ଘେରା ରେଢାଖୋଲ ଅଞ୍ଚଳ। କୃତିତ୍ୱ କିମ୍ବଦନ୍ତୀ ହୋଇ ରହିଛି ପ୍ରତିଟି ପଥର ଛାତିରେ, ଯାହାର ମୁକ ସାକ୍ଷୀ ହେଉଛି ଭୀମ ମଣ୍ଡଳୀ। ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବେକ୍ଷଣ ଜାରି ରହିଛି। ମାତା କୁନ୍ତୀ ଦେବୀଙ୍କ ନାମ ଅନୁସାରେ ମା କଇତା ଦେବୀ ପୂଜା ପାଉଛନ୍ତି ଏହି ଅଞ୍ଚଳରେ। ସ୍ମୃତିର ସନ୍ତକ ଭାବରେ ପଞ୍ଚଖଣ୍ଡ ପୂଜା ପାଉଛନ୍ତି ରାଜବାଟୀ ପରିସରରେ। ଲୋକକଥା ଅନୁସାରେ ପାଣ୍ଡବ ଶ୍ରେଷ୍ଠ ଧର୍ମରାଜ ଭୀମଭୋଇ ଲୋକ ମହୋତ୍ସବ 2026 ଅବସରରେ ଉପଖଣ୍ଡବାସୀଙ୍କୁ ମହୋତ୍ସବ କମିଟି ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ସହିତ ଅଭିନନ୍ଦନ ଜଣାଉଛି। ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ଆସନ୍ତୁ ସପରିବାର ଏହି ମହୋତ୍ସବରେ ସାମିଲ ହେବା। ଚଳିତ ଜାନୁଆରୀ ମାସ 29 ତାରିଖ ଠାରୁ ଫେବୃଆରୀ 1 ତାରିଖ ପର୍ଯ୍ୟନ୍ତ ଭୀମଭୋଇ କଳାମଣ୍ଡପ ଠାରେ ଆୟୋଜିତ ହେବ। ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା ସହିତ ରାଜ୍ୟ ବାହାରର ସାମଗ୍ରୀ ଏଥିସହିତ ଖାଦ୍ୟର ନିଆରା ସ୍ୱାଦ ଅନୁଭବ ହେବ ଏହି ମେଳାରେ। ପୁରାଣ ପ୍ରସିଦ୍ଧ ପାଣ୍ଡବମାନଙ୍କର ପାଦ ଚିହ୍ନରେ ଧନ୍ୟ ଯେଉଁ ମାଟି, ପ୍ରାକୃତିକ ସଭାର ଗନ୍ତାଘର ଭାବରେ ପରିଚିତ, ପଶ୍ଚିମ ଓଡ଼ିଶାର ପ୍ରବେଶ ଦ୍ୱାର ଭାବରେ ଦୀର୍ଘକାଳରୁ ପରିଚିତ ଯେଉଁ ସ୍ଥାନ ସେ ହେଉଛି ସମ୍ବଲପୁର ଜିଲ୍ଲାର ରେଢାଖୋଲ। ପାହାଡ଼ ପର୍ବତ ଘେରା ଏହି କ୍ଷୁଦ୍ର ସ୍ଥାନଟି ଦିନ ଥିଲା ରାଜଶାସିତ, ହେଲେ ଏବେ ରାଜା ନାହାନ୍ତି ସତ, କିନ୍ତୁ ରେଢାଖୋଲର ପରମ୍ପରାରେ ଏବେ ବି ରାଜ ପରିବାରର ଭୂମିକା ବଞ୍ଚି ରହିଛି। ରେଢାଖୋଲର କୋଣ ଅନୁକୋଣରେ ରହିଛି ଅନେକ ଦେବାଦେବୀଙ୍କ ମନ୍ଦିର। ପ୍ରକୃତି ରାଣୀ ରଞ୍ଜନାର ସଭାରେ ପୁଲକିତ ହୁଏ ପ୍ରାଣ। କେରାଣ୍ଡି ଜ୍ୱର ପ୍ରଭାବରେ କୃଷକର ଜୀବନ ଧନ୍ୟ ହୁଏ। ଏ ମାଟିରେ ବାସ୍ନା ଅଛି, ଏ ମାଟିରେ ମହକ ଅଛି, ଏ ମାଟିରେ କବିତ୍ୱ ଅଛି। କାଳକ୍ରମେ ସନ୍ଥ କବି ଭୀମଭୋଇଙ୍କ ଲୀଳାଭୂମିରେ ରୂପାନ୍ତରିତ ଏହି ମାଟି ଦୁଃଖ ଯାତନାକୁ ମୁଣ୍ଡରେ ମୁଣ୍ଡାଇ ଦିନେ ବିଶ୍ୱର
କଲ୍ୟାଣ କାମନା କରୁଥିଲେ। ନର୍କକୁ ବରଣ କରିଥିଲେ ଆମରି ମାଟିର କବି ସନ୍ଥ କବି ଭୀମ ଭୋଇ। ତାଙ୍କରି କଣ୍ଠରୁ ଦିନେ ଝରି ପଡ଼ିଥିଲା ପ୍ରାଣୀଙ୍କ ଆଗତ ଦୁଃଖ ପ୍ରମିତ